ଆଜି ଥିଲା ବୁଧବାର। ଆଉ ବୁଧବାରଟାରେ ଆଇଁଷ ନ ଖାଇଲେ କ'ଣ ଚଳିବ? ବୁଧବାରଟା ବୁଧବାର ଭଳିଆ ଲାଗିବନି ନା। ତ ବାରଟା ଅଛି, ଆଇଁଷ ଟିକେ ହେଲେ ଭଲ ଲାଗିବ, ଜମିଯିବ ବାରଟା। ତ ମୁଁ ପୂର୍ବଦିନ ରାତିରେ ହଜବେଣ୍ଡକୁ କହିଥିଲି ଟିକେ ଚିଙ୍ଗୁଡ଼ି ଆଣିବ, ପଖାଳ ସହିତ ଚିଙ୍ଗୁଡ଼ି ଭଜା ଖାଇବା। ତ ମୁଁ ସକାଳୁ ଉଠିକି ଗାଧୋଇ ସାରିକି ପୂଜା ସାରିବା ଭିତରେ ହଜବେଣ୍ଡ ବି ଆଣି ସାରିଥିଲେ ଚିଙ୍ଗୁଡ଼ି, ଆଉ ଲଞ୍ଚ ପାଇଁ ମଟନ୍ ବନେଇବା ପାଇଁ ମଟନ୍ ଆଣିକି ରଖିଦେଇଥିଲେ। ତ ମୁଁ ସବୁ କାମ ସାରିକି ଆସିକି ଚିଙ୍ଗୁଡ଼ି ଏଇଠି ରେଡ଼ି କରିଦେଇକି ଚିଙ୍ଗୁଡ଼ି ଭାଜାଭଜି କରିକି ମସରୁମ୍ ପାଗ କରିକି ଆମେ ପଖାଳ ଖାଇ ଦେଇଥିଲୁ 2 ଜଣ ଯାକ ମିଶିକି। ଆଉ ତାପରେ ମୁଁ ଆସିଥିଲି ମଟନ୍ ବନେଇବା ପାଇଁ। ଆଉ ତାପରେ ମୁଁ ସେଇ ଭିତରେ ମାନେ କିଚେନ୍ କ୍ଲିନ୍ କରିକି ବାସନ ଫାସନ ମାଜି ସାରିକି ସାଲାଡ଼୍ ବି ବନେଇ ସାରିଥିଲି, ଭାତ ବି ବନେଇ ସାରିଥିଲି। ତାପରେ ମୁଁ ମଟନ୍ ବନେଇଲି। ଆଉ ମଟନ୍କୁ ମୁଁ ଆଜି କିଛି ଅଲଗା ପ୍ରୋସେସ୍ରେ ବନେଇଲି। ଆଉ ଏଇଟା ବହୁତ ହିଁ କମ୍ ଟାଇମ୍ରେ ବହୁତ ହି ଟେଷ୍ଟି, ୟମ୍ମି, ଡେଲିସିୟସ୍, ବହୁତ ହି ବଢ଼ିଆ ଲାଗିଲା। ବହୁତ ହି କମ୍ ଟାଇମ୍ରେ, ମାନେ 10ରୁ 15 ମିନିଟ୍ ଭିତରେ ଏଇଟା ମୋର ରେଡ଼ି ହେଇଗଲା। ତ ମୁଁ ୟାକୁ କ'ଣ କଲି ନା, ମଟନ୍ଟାକୁ ଫାଷ୍ଟ ଭଲକି ଧୁଆଧୁଇ କରିକି ଲୁଣ ହଳଦୀ ଦେଇକି ପ୍ରେସର୍ କୁକର୍ରେ 4ଟା ସିଟିରେ କୁକ୍ କରିଦେଲି। ତାପରେ ମୁଁ ତେଲରେ ଗୋଟା ଗରମ ମସଲା ଛାଡ଼ି ଦେଇଥିଲି, ତେଜପତ୍ର ପକାଇ ନଥିଲି, ମନେ ନଥିଲା। ତାପରେ ମୁଁ ପିଆଜ ଭାଜି ସାରିକି ତାକୁ ମସଲା ଦେଇକି କଷାକଷି କରିଦେଲି। ଲୁଣ ସ୍ୱାଦ ଅନୁସାରେ ଲୁଣ, ଆଉ କାଶ୍ମୀର ଚିଲି, ମିଟ୍ ମସଲା, ଗରମ ମସଲା, ଆଉ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଦେଇଥିଲି। ଯେମିତି ମସଲାରେ ଯେମିତି ସେମିତି ଭଲ ଭାବେ କଷି ଦେଇଥିଲି। ତାପରେ ମୋର ମସଲାରୁ ଯେତେବେଳେ ତେଲ ବାହାରି ଆସିଲା, ସେ ଭିତରେ ମୋ ମଟନ୍ଟା ବି ସିଝି ସାରିଥିଲା। ତ ମୁଁ ଏଇଠି କେତେ ସୁନ୍ଦର ସିଝି ଯାଇଛି ମଟନ୍। ତ ମୁଁ ପ୍ରେସରରୁ ପୁରା ସେଇ ପାଣି ସହ, ଏଇ ପାଣି ଜମାରୁ ଟୋଟାଲି ବାହାରେ ପକାଇନି, ମୁଁ ସେଇଥିରେ ହିଁ ଆଡ଼୍ କରିଦେଇଥିଲି। ଆଉ ବହୁତ ହି ବଢ଼ିଆ ଲାଗିଲା। ସେ ପାଣି ପାଇଁ ହିଁ ଏଇଟା ଟେଷ୍ଟ, ଜମା ବି ପାଣି ତଳକୁ ପକାଇଲିନି, ସେଇଥିରେ ହିଁ ଆଡ଼୍ କଲି। ଆଉ ଯେହେତୁ ମୋତେ ଝୋଳ ବନେଇବାର ଥିଲା, ସେଥିପାଇଁ ମୁଁ ଗରମ ପାଣି ଏଇଠି ଆଡ଼୍ କରିଛି, ମୋତେ ଝୋଳ ବନେଇବାର ଥିଲା। ଆଉ ଏଇଟା ବହୁତ କମ୍ ଟାଇମ୍ରେ ରେଡ଼ି ହେଇଗଲା। କେବେ ଏମିତି ଟ୍ରାଏ କରନ୍ତୁ, ଆଉ ବହୁତ ଟେଷ୍ଟ ଲାଗିବ। ଟାଇମ୍ ବି ୱେଷ୍ଟ ହେବନି, କମ୍ ଟାଇମ୍ରେ ବନେଇ ହେବ ଆରାମସେ। ତାପରେ ମୁଁ ସେପଟେ ପାମ୍ପଡ଼ ଛାଣି ଦେଇଥିଲି। ତ ମୁଁ ଆଗରୁ ଭାତ ସାଲାଡ଼୍ ବି ପ୍ରିପାରେସନ୍ କରିସାରିଥିଲି, ପାମ୍ପଡ଼ ଏଠି ଗୋଟେ ଛାଣି ଦେଇଥିଲି। ସେଇ ଭିତରେ ଆମ ମଟନ୍ ବି ମୋର ହେଇସାରିଥିଲା। କେତେ ସୁନ୍ଦର ଦେଖାହେଉଛି ଲୁକିଂ, ଯେମିତି ଲୁକିଂ ଦେଖାଉଛି ସେମିତି ହିଁ ଟେଷ୍ଟ ଥିଲା। ତାପରେ ମୁଁ ଏଇଠି ହଜବେଣ୍ଡଙ୍କ ପାଇଁ ସର୍ଭ କରିଦେଇଥିଲି ମଟନ୍ ଥାଲି। ତ ସେ ଖାଇସାରିକି ଖୁସି ହେଇଯାଇଥିଲେ। ଆଉ ମୋ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ ନିହାତି